ନମସ୍କାର। ଆମ ଜାତକରେ ରାହୁ ଆଉ କେତୁ ଏଇ ଦୁଇ ଗ୍ରହକୁ ଛାୟା ଗ୍ରହ କୁହାଯାଏ। ଏଇ ଦୁଇ ଗ୍ରହର ଗୋଟିଏ ପଟରେ ଯଦି ଅନ୍ୟ ସବୁ ଗ୍ରହ ରହିଯିବେ, ଆମ ଜାତକରେ ହେଇଗଲା କାଳ ସର୍ପ ଯୋଗ। ତେଣୁ ଏଇ ଦୁଇ ଗ୍ରହ ହେଲେ ଅଶୁଭ ଗ୍ରହ। ଏ ବିଷୟରେ ତ ପ୍ରାୟ ବହୁତ ଥର କୁହାହେଇଛି, ପୁଣି ପରେ କୁହାଯିବ। ହେଲେ ଯଦି ମୁହଁରେ ହସୁଥିବ, ଭିତରେ ବିଷ ଥିବ, ମୁହଁରେ ହସ ଭିତରେ ବିଷ, ସେ ମଣିଷ କ'ଣ ଅଶୁଭ ଗ୍ରହ ନୁହେଁ? ଏଥିପାଇଁ ଜ୍ଞାନୀ କହିଲେ ବର୍ଜୟେତ୍ ତାଦୃଶଂ ମିତ୍ରମ୍, ବର୍ଜୟେତ୍ ତାଦୃଶଂ ମିତ୍ରଂ ବିଷକୁମ୍ଭଂ ପୟମୁଖମ୍। କୀଦୃଶ ସୌ ମଧୁ ତିଷ୍ଠତି ଜିହ୍ୱାଗ୍ରେ ହୃଦये ତୁ ହଳାହଳମ୍, ହୃଦये ତୁ ହଳାହଳମ୍ ବର୍ଜେତ୍ ତାଦୃଶଂ ମିତ୍ରଂ ବିଷକୁମ୍ଭଂ ପୟମୁଖମ୍। ଉପରେ ପାଣି ଛିଞ୍ଚି ଚେର କାଟୁଥିବା ଲୋକ ଏଇ ଖଳ ଦଳର ଅଟନ୍ତି। ଉପରେ ପାଣି ଛିଞ୍ଚି ଚେର କାଟୁଥିବା ଲୋକ ଏଇ ଖଳ ଦଳର ଅଟନ୍ତି। ସୁତରାଂ ଏଭଳି ମିତ୍ରଙ୍କର ମୁଖ ଦର୍ଶନ ଅଶୁଭ। ଏଭଳି ବନ୍ଧୁଙ୍କୁ ବର୍ଜୟେତ୍, ତ୍ୟାଗ କରିବା ଉଚିତ, ଯାହାଙ୍କର ମୁହଁରେ ଅମୃତ ଅଛି, ଭିତରେ ହଳାହଳ ଅଛି। ବର୍ଜେତ୍ ତାଦୃଶଂ ମିତ୍ରଂ ବିଷ କୁମ୍ଭଂ ପୟମୁଖମ୍। ବିଷପୂର୍ଣ୍ଣ କୁମ୍ଭ ମାଠିଆ, ତା ଉପରେ କିଛି ଅମୃତ ଅଛି। ଯେମିତି ମଧୁ ତିଷ୍ଠତି ଜିହ୍ୱାଗ୍ରେ, ଜିଭ ଆଗରେ ମିଠା କଥା ଅଛି। ମୁଁ ଦେଖାହେଲି, ଆପଣ ଓଠରେ ହାତ ମାରିଦେଲି, ଆରେ ବାପା କେମିତି ଅଛୁ, ସାଡ଼େ ଚିନ୍ତା କରୁଛି କେମିତି ଆପଣ ପତନ ହେବ, କେମିତି ବିନାଶ ହେବେ, କେମିତି ଧ୍ୱଂସ ହେବେ। ତାହେଲେ ମୁଁ କ'ଣ ଅଶୁଭ ଗ୍ରହ ନୁହେଁ? ହଁ ବନ୍ଧୁ, ଏଇ ଅଶୁଭ ଗ୍ରହକୁ ଚିହ୍ନନ୍ତୁ ଆଉ ତାଙ୍କଠୁ ବହୁତ ଦୂରରେ ରୁହନ୍ତୁ। ଲୋକ ନ ଚିହ୍ନିବ ମୁହଁ କଥାରୁ। ଚିକଣିଆ କଥା ଯିଏ କହୁଛି ସେ ଭଲ ଲୋକ ନୁହଁ, ତ ଚିହ୍ନ। ଲୋକ ନ ଚିହ୍ନିବ ମୁହଁ କଥାରୁ, ଧନୀ ନ ବୁଝିବ ଜୋତା ଛତାରୁ। ଯିଏ ବଢ଼ିଆ ପୋଷାକ ପତ୍ର ପିନ୍ଧିଛି, ଚିକ୍ ଚାକ୍ ଡ୍ରେସ୍ ପିନ୍ଧିଛି, ଜୋତା ଛତା ଧରିଛି, ମଡ଼େଇଛି, ଚାଲିଛି, ବୁଲୁଛି, ସେ ଧନୀ ନୁହଁ। ସାଧୁ ନ ବୁଝିବ ସରୁଚିତାରୁ। ତିଳକ ଚନ୍ଦନ ପିନ୍ଧି ରାମ ରାମ କହି ଯେଉଁମାନେ ବୁଲୁଛନ୍ତି ସେମାନେ ସାଧୁ ନୁହନ୍ତି। ଏଭଳି ଠକ ଭରପୁର ଅଛନ୍ତି। କେଉଁଠି? କଲିକତାରେ। ଯାଇ ଦେଖି ଆସ କଲିକତାରୁ। ବନ୍ଧୁ, ଅଶୁଭ ଗ୍ରହକୁ ଏଇଠି ରଖିବା। ନମସ୍କାର।